श्रीमद्भागवत चतुर्थ स्कंध सप्तविंश अध्याय। ओं गं गणपतये नमः। ओं नमो भगवते वासुदेवाय। ओं नमः भगवते वासुदेवाय। ओं नमः भगवते वासुदेवाय। ओं नारद उवाच कहन्ति ब्रह्मांक नंदन तदन्ते से जे पुरंजन अनेक मते प्रबोधिला राणीको मान दूर कला प्रसन्न वदने सुंदरी स्नान मार्जना बेगे सारी कुंकुम कस्तूरी लगाई सुवास गंधे मन मोही सुगंध पुष्पमाला देई कबरी बांधिला सजाई खंजिला नाना अलंकार मुकुरे निरेखी शरीर भोजन सारी सरल श्रोषे तांबूल भुंजिला हरसे नृपति समीपे मिलिला हसी पलंके विजय कला सकाम बिकारी राजन राणींकी कोला लिंगन विविध सकाम विकार हास्य कटाक्ष मनोहर एकांत संगर तिरंगे से राजा पुरंजन संगे रात्र दिवस न जानिले अज्ञान मोहे निमज्जिले से काम भोगने नृपति कुटिन शांत हेला अति उपधि करी पत्नी कर सुखे शोइले नृपवर पैलंके बहु निद्रा गला से काल गति न जानिला अज्ञाने पत्नी बसे रथ न देला ज्ञान मार्गे चित नवीन बयस राजन नासिला ए नारी भोगेण क्षणक प्रायता जानिला ए जुबा काले विनाशिला भोगान्ते पुरंजन ठारे जन्मिले कन्या जे कुमरे 10 उत्तर कन्या सत सुकन्या गुणशीले जात 11 शत जे कुमर जन्मल विले आद्य तार से कन्या पुत्रे विभा देई सतरे गला नृप साई विषय बंधे निमज्जिला अर्ध आयुष तार गला पुत्र कन्याଙ୍କ सुखाशये जंजाल बढ़ाନ୍ତି से राये ए सर्व राजार भंडार लुटिण कले से व्यवहार विषये ममता बढ़ाई बंदी होइला नृप साई तदन्ते घोर यज्ञ कला अनेक पशु वध कला देवता पितृभूतपति जे यज्ञ पूजिला नृपति जे रूपे तुमे हे राजन करिछ घोर यज्ञ मान से रूपे पुरंजन राये अनेक पशु कला क्षये विषय जड़रे उन्मत्त कुटुम्बे बद्ध कला चित्त तदन्ते उपजिला काल जे हरे प्राणी आयु बल ताहार नाम चंडवेग गंधर्व राज्य करे भोग गंधर्व मानंकर पति अति प्रचंड तार गति त्रिशती षट ता प्रमाण गंधर्व अति बलवान मिथुन भावे करि स्तुति एते गंधर्वे तहि स्थिति गंधर्वी गंधर्वे प्रबल के कृष्ण के वासुकल से सर्व चंड बेगंकर अटंती तांक अनुचर से चंड बेग आज्ञा पाई बेड़िले राजपुरे जाई
ସେ ପୁରଞ୍ଜନ ଦିବ୍ୟ ପୁରୀ ଗନ୍ଧର୍ବେ ବେଗେ ଲୁଟି କରି ସେ ନଗରେ ସେନାପତି ଏକ ରକ୍ଷଣେ ଥିଲା ଯେ ଅଧିକ ତାହାର ନାମ ପ୍ରଜାପର ସେ ବେଗେ ମିଳିଲା ଗର ତାହାକୁ ମାରି ଘଉଡ଼ିଲା ଅନେକ ଘୋର ଯୁଦ୍ଧ କଲା ସେ 7 ସମ୍ବତ୍ସର ନିତ୍ୟେ ଯୁଝିଲା ଗନ୍ଧର୍ବ ସଙ୍ଗତେ ଗନ୍ଧର୍ବ ଅତି ବଳବାନ ତାହାକୁ ମାରି କଲେ ଛିନ୍ନ ସେ ପୁରବାସୀ ଯେତେ ଥିଲେ ସେ ସର୍ବ ଆକୁଲେ ଶୋଚିଲେ ଆନେ ଯେ ନ ପାରନ୍ତି ଯାଇ ଦୁଃଖେ ରୋଦନ୍ତି ସୁଖ ପାଇଁ ଯେ ପୁରେ ନୃପ ପୁରଞ୍ଜନ ସଙ୍ଗତେ ଘେନି ପରିଜନ ପଞ୍ଚାଲ ଦେଶେ ନାନା ସୁଖ ଯେଣୁ ଭୁଞ୍ଜିଲା ଓ ବିବେକ ପତ୍ନୀ ବସେ ତା ଦିନ ଗଲା ଅଳପ ସୁଖେ ନିମଜ୍ଜିଲା ନ କଲା ସେ ଭये ବିଚାର ଏଣୁ ହୋଇଲା ଦୁଃଖ ଘୋର ପ୍ରାଚୀନ ବଗ୍ରତେ ନାରଦ କହିଲେ ଯୁଦ୍ଧର ସମ୍ବାଦ କାଲର କନ୍ୟା ଏକ ଥିଲା ତାହାକୁ କେହି ନ ବରିଲା ଏ 3 ଲୋକେ ସେ ପ୍ରମୟୀ ତାଠାରେ କେହି ବିଭା ନୋହି ସେ ଯାରେ ବର ଇଚ୍ଛା କରେ ସେ ଦେଖି କମ୍ପେ ଥରହରେ ସେ ସର୍ବ ଭାଗ୍ୟର ଧାମ ଦୁର୍ଭାଗୀ ଏଣୁ କରି ନାମ ସେ କନ୍ୟା ପୂର୍ବେ ଏକ କାଳେ ଯଯାତି ବିଭା ହେଲା ବୋଲେ ତାଠାରେ ବୈଭୋଗ ସାରି ପୁତ୍ରକୁ ବରେ ଇଚ୍ଛା କରି ତାହାକୁ ଯଯାତି ରାଜନ ପୁତ୍ରକୁ କଲେ ସମର୍ପଣ ତା ଜ୍ୟେଷ୍ଠ ଯେତେକ କୁମର କେହି ନ କଲେ ଅଙ୍ଗୀକାର କନିଷ୍ଠ ପୁତ୍ର ପୁରୁଥିଲା ସେ ପିତା ଆଜ୍ଞାରେ ବରିଲା ଏମନ୍ତେ ସେ କାଲ ଦୁହିତି ସେ ବରେ ନୁହେଁ ଦୁଷ୍ଟମତି କାମ ଭୋଗେଣ ବଲହରି ତଦନ୍ତେ ସଂସାରେ ବିହରି ମୁଁ ନିତ୍ୟ ବ୍ରହ୍ମଲୋକ ଠାରୁ ଏ ମହି ଭ୍ରମଣ ଇଚ୍ଛାରୁ ଆସନ୍ତେ କୃଷ୍ଣର ସେ ରସି ସେ ମତେ ଭେଟିଲା ଦୁର୍ଦ୍ଦଶୀ ବୋଇଲା ଶୁଣ ମୁନିବର ମୋ କାମ ଦୁଃଖ ପରିହର ଜ୍ୟୋତିତ୍ୱ ପଣ ମୋର ଜାଣ ତଥାପି ବରିଲା ଭ୍ରମେଣ ହେ ମୁନି ଶ୍ରେଷ୍ଠ ଯୋଗେଶ୍ୱର ମୋ ତୁଲେ ଗୃହ ଧର୍ମ କର ତୁମେ ମୋହର ନିଜ ପତି ଏଣୁ ଅଇଲି ତୁମ କତି ପୁରୁଷ ସୁଧର୍ମଟି ଏହି ପ୍ରାପତ ଧନ ନତେ ଜୟୀ ଯାଚକ ଧନ ପ୍ରଜେ ପ୍ରତେଚିଲେ ସେ ସୁଖ ନ ଲଭନ୍ତି ବୋଲେ ଏମନ୍ତ ବାକ୍ୟ ତାର ଶୁଣି ଆମେ ପ୍ରକୋପେ ତାକୁ ଭଣି କହିଲୁ ତୁ ନିଶ୍ଚୟ ଯୁବତୀ ପ୍ରମଦା କୁଲେ ନ ହୁସତି କୁଲ ଦୂଷଣ କର୍ମ ତୋର ନ ମରି ଧରିଛୁ ଶରୀର ପାତ୍ର ତୁ ନ ଜାଣୁ ଦୂଷଣ କଥା ମୁଖେ ଭଣୁ ଶୁଣ ତୁ ପାମରି ଅଜ୍ଞାନୀ ଆମେ ଯେ ଅଟୁ ମହାମୁନି ଗୃହସ୍ଥ ଧର୍ମ ଆମ ନାହିଁ ତୋର ଚରଣେ ଇଚ୍ଛା କାହିଁ ତୋହର ବରେ ଯେବେ ଇଚ୍ଛା କହିବା ପୁରିବ ତୋ ବାଞ୍ଛା ଯବନ ମାନଙ୍କ ଈଶ୍ୱର ତୁ ଯାଇ ବେଗେ ତାକୁ ବର ଏ ତୋର ଯେତେ କାମ ଇଚ୍ଛା ସେ ତୋର ପୁରାଇବେ ବାଞ୍ଛା ତା ଶୁଣି ବିମୁଖେ ତରୁଣୀ ସେ ମତେ କୋପେ ସାପ ଭଣି ବୋଇଲା ଶୁଣ ମୁନିବର ମୋ ପ୍ରୀତି ଆଶା କଲୁ ଦୂର ତୁ ଏକ ଠାବେ ନ ରହିବୁ ଜୀବନେ ଯେତେ କାଲ ଥିବୁ
ବ୍ରହ୍ମାଣ୍ଡ ମଧ୍ୟରେ ସ୍ଥାନ ଯେତେ ଭ୍ରମଣ କରୁଥିବୁ ନିତ୍ୟେ। କାହିଁ ତୁ ନ ଲଭିବୁ ସୁଖ ଇତ୍ୟାଦି ଭୋଗ ତୁ ବିମୁଖ। ଏ ଘୋର ଶାପ ମତେ ଦେଇ ବରିଲା ଭୟେ ପତି ଯାଇ। ଭୋଦେବ ଯବନ ଈଶ୍ୱର ତୁ ବୀର ବୋଲେ ବଲିୟାର। ଏଣୁ ବରିଲି ମୁହିଁ ତୋତେ ମୋର ବିନୟ ଘେନ ଚିତ୍ତେ। ତୁମକୁ ଯେବା ମାଗେ ଯାହା ବିନାଶ ନୁହେଁ କାମ ତାହା। ଶୁଣ ଯବନ ଅଧିପତି ଏବେନି ଲୋକ ଶିଶୁମତି। ଯେ ଲୋକ ଶାସ୍ତ୍ରରେ ଉଚିତ ଦ୍ରବ୍ୟ ହୋଇଛି ଉପଗତ। ଯାଚକ ଜନେ ତାନ ଦେଇ ଅଥବା ଦେଲେ ନ ଘେନଇ। ଏବେନି ଶିଶୁ ସଙ୍ଗେ ଧରି ଏଣୁ ତାହାଙ୍କୁ ମୁନ ବରି। ତୁମେ ଦୟାଳୁ ସୁରବନ୍ତ ଯବନ ମାନଙ୍କ ସାମନ୍ତ। ମୁଁ କାମେ ତୁମକୁ ଭଜିଲି ଲଜ୍ଜା ସଂକୋଚ ଉପେଖିଲି। ମୋ ସଙ୍ଗେ କର ବୈଭୋଗ ହର ଦୁର୍ଜୟ କାମ ରୋଗ। ପୁରୁଷ ସ୍ୱଧର୍ମଟି ଏହି ଦୀନ ଜନଙ୍କୁ ଉଦ୍ଧାରଇ। ମୁଁ ଜନ୍ମ କାଲୁ କାମ ଦୁଃଖେ ତୁ ମତେ ନ ତେଜ ବିମୁଖେ। କାର କାର୍ପଣ୍ୟ ବାକ୍ୟ ଶୁଣି ଯବନେଶ୍ୱର ମନେ ଗୁଣି। ଦେବଙ୍କ ଗୁପ୍ତ ନ ଯେ ମରଣ ଯାହା ସାଧିବି ନିଶ୍ଚେ ଜାଣ। ହେମନ୍ତ ମନେ ବିଚାରିଲା କନ୍ୟାଙ୍କୁ ପ୍ରତିବାକ୍ୟ ଦେଲା। ଶୁଣ ହେ କାଲର ଦୁହିତି ତୋ ମନେ ବରି ଅଛୁପତି। ଏକାକୀ ବୋଲି ଭୟ ଯେତେ ମୋ ସେନା ସଙ୍ଗେ ନିଅ ତେବେ। ଏମନ୍ତେ ପ୍ରଜାଙ୍କୁ ବିନାଶ ଏମାନେ ହୁଅନ୍ତୁ ତୋର ଦାସ। ମୋହର ଭାଇ ଯେ ପ୍ରଜର ତୁ ଭଗ୍ନୀ ହେବୁ ଯେ ମୋହର। ଏକତ୍ୱେ ଭାଇ ଭଗ୍ନୀ ଥିବ ମୋ ସୈନ୍ୟ ଗଣ ସଙ୍ଗେ ନେବ। ଲୋକେ ତୋ ଗତି ନ ଜାଣିବେ ଚାରି ଦିଗରେ ଭ୍ରମୁଥିବେ। ଜୀବନ ଭୋଗ ଅନୁସାରେ ପଡ଼ିବେ ଲୋଭାଦି ବ୍ୟାଧିରେ। ଏମନ୍ତେ ଶିକ୍ଷା ତାକୁ ଦେଇ ଅଗ୍ରେ ପେଶିଲା ଭଗ୍ନୀ ଭାଇ। ଚତୁର୍ଥ ସ୍କନ୍ଧେ ଭାଗବତ ନାରଦ ପ୍ରାଚୀନ ଉକତ। ଏ ପୁରଞ୍ଜନର ଆଖ୍ୟାନ ବଣଇ ଜଗନ୍ନାଥ ହୀନ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ 82କ୍ୟାଂ ଚତୁର୍ଥ ସ୍କନ୍ଧେ ପୁରଞ୍ଜନ ଉପାଖ୍ୟାନେ ନାମ।